ନୂଆ ବର୍ଷର ଭୋଜି ଏଠି କ'ଣ କେହି ନାହାନ୍ତି, ପୁରା ଏଠି ଜନଶୂନ୍ୟ। ଏଇ ଚେୟାର ଫେୟାର ଆସିଛି, ଏଠି କ'ଣ ଗୋଟେ ଗାଡ଼ି ରହିଛି। ତାହେଲେ ଏଠି ଦେଖିବାକୁ ମିଳିଲା ଏଠି 2 ଜଣ ପିଲା ଯାଉଛନ୍ତି। ଆଚ୍ଛା, ଆଜି ବି 12ଟା ଅଛି। ଏଠି ଗୋଟେ ଏଇ ଆରମ୍ଭ ହେଲା। ଏଇସବୁ ଧୁଆ ଧୁଇ ହେଲେଣି, ଆଉ ମସଲା ଫସଲା ଆରମ୍ଭ ହେଲେଣି। ମୋତେ ଯେତେବେଳେ କହିଲେ ଏଠି ଫିଷ୍ଟ ଅଛି ଆସିବ, ମୁଁ କହିଲି ହଉ ଠିକ୍ ଅଛି ଆସିବା। ଏଠି ଆସି ଦେଖେ ତ କିଛି ନାହିଁ। ଏଠି ଏଇ ଜଣେ କିଏ ଯାଉଛି ଲୁଗା ଫୁଗା ଧରିକି, ଏଠି ଅନଲୋଡ଼ ହେଉଛି। ତ ମୋତେ କହିଲେ ତୁମେ ଆସି ହେଲ୍ପ କରିବ। ମୁଁ ଜଲ୍ଦି ଆସିକି ପହଞ୍ଚେ, ପଡ଼ିଆରେ କେହି ନାହାନ୍ତି, ଜନଶୂନ୍ୟ। କିନ୍ତୁ ଗୋଟେ ଗୋଟେ ଦେଖିଲି ସବୁ ଆସିଲେ। ତାପରେ ଆମର ଏଇ ଗାଡ଼ିଟା ଆସି ଚେୟାର ଫେୟାର ଏସବୁ ଓହ୍ଲାଓହ୍ଲି ହେଇ ଏସବୁ ସରଞ୍ଜାମ ସବୁ ଯୋଗୁଡ଼ା ଚାଲିଲା ପରେ ଯେଉଁମାନେ ହେଉଛି ଯେଉଁ ନନା ଅଛନ୍ତି ରୋଷେଇ ଆସିଥିଲେ, ସିଏ ଆଗେ ତାଙ୍କ କାମଟା ଆଗେ କଟାକଟି କର ଇଏ କର। ଭାବିଲି ମୁଁ ବି ଗୋଟେ ଭିଡ଼ିଓ କରିଦେବି ଏଠି। ତ ଏଠି ପ୍ରଥମ ଯେଉଁ ଭାଇ ଜଣକ ଆସିଥିଲେ, ତାର ମୋର ସବୁ ସରଞ୍ଜାମ ଯୋଗାଡ଼ରେ ଲାଗିଗଲୁ। ନୂଆବର୍ଷ ଫିଷ୍ଟ ଯେମିତି ଭଲ ହେବ, ଆଉ 2026ର ଏଇ ନୂଆବର୍ଷ ଫିଷ୍ଟଟା ଇଏ ବି ଗୋଟେ ସ୍ମରଣୀୟ ହେଇ ରହିବ। ସେଥିପାଇଁ ଆଗେ ଦେଖ ନନା ଆଗେ ପକୋଡ଼ା କରିଦେଲେ, ତାପରେ ଯିଏ ବି ଆସିବ ଆଗେ ପକୋଡ଼ା ସ୍ନାକ୍ ଆଇଟମ୍ ଗୋଟେ ପକୋଡ଼ା ଫକୋଡ଼ା ଖାଇ ବସିବେ। ଏସବୁ କାର୍ଯ୍ୟକ୍ରମ ଆଗେ କରିଦେଲେ। ଆଉ ପାଖରେ ଏସବୁ ଚାଲିଛି ଦେଖ ପକୋଡ଼ାର ରଙ୍ଗ ହଉନି ବୋଲି ଜଣେ ଭାଇ ଆମକୁ କହିଲେ, ରଙ୍ଗ ତ ଦେଖାଯାଉନି, ଆରେ ନିଜ ଭିତରେ ଖାଇବା ରଙ୍ଗ ହେବା କ'ଣ ଦରକାର। ସବୁ ଗାଡ଼ିରେ ସବୁ କାଠ ଫାଟ ତେଲ ପୋଡ଼ା ସବୁ ଆସିଥିଲା, ଏସବୁ କାର୍ଯ୍ୟକ୍ରମ ଚାଲିଲା। କଲର ହେଲେ ଟିକେ ଦେଖାଯିବ ସୁନ୍ଦର, ଏଇଆ ଆଉ କ'ଣ। ନିଜେ ଖାଇବା କାହିଁ କଲର ରୋଷେଇ କରୁଛି। ଆସିଯାଇଛି ମାନେ ଆପଣଙ୍କର ବୁଝିପାରୁଥିବେ, ଇଏ ଆମର ଚିକିଣିଆ ଟୋକା। ଇଏ ଆସିଛି ଟିକେ ଭିଡ଼ିଓର ମୁହଁଟା ଯେତେବେଳେ ଦେଖା ହେଲା ଛୁଟିକି ସବୁ ସାଇଜ୍ କରିଦେଉଛି, କାଳେ ଫେସ୍ଟା ଖରାପ ଦେଖାହେବ କି। ତ ଏଇଠି କଲେଜ ପିଲାମାନେ ପୁରା ଧୁମଧାସ୍ ହେଇକି ନାଚ ଗୀତରେ ପୁରା ମଜଗୁଲ ହେଲେଣି। ପୁଅ ଝିଅ ସବୁ ନାଚୁଛନ୍ତି। ସେଠି ଗୋଟେ କମ୍ପାନୀ ଗ୍ରୁପ୍, ଆରେ ଭାଇ ପାଖାପାଖି 8ଟା କି 10ଟା କି 12ଟା ଗ୍ରୁପ୍ ହେବ ଏଇ ପଡ଼ିଆ ଭିତରେ। ସମସ୍ତେ ନିଜ ନିଜ ଢଙ୍ଗରେ, କିଏ ଭୋଜି କରୁଛି, କିଏ ଫିଷ୍ଟ କରୁଛି, କିଏ ବି ଆଗେ ମଦ ପିଇକି ତାପରେ ଫିଷ୍ଟ କରୁଛନ୍ତି। ଏମିତି ଦେଖିବାକୁ ମିଳିଲା। ତ ଏଠି ଯେଉଁମାନେ ଗେଷ୍ଟମାନେ ସାଙ୍ଗମାନେ ଯେଉଁମାନେ ଡକା ହେଇଥିଲା, ଇଏ ଆମର ଗୋଟେ କମ୍ପାନୀ ମାନେ ଅଗ୍ରଜା, ସେଠି କମ୍ପାନୀର ଆମର ଏ ଭୋଜିଟା ହେଉଥିଲା। କମ୍ପାନୀ ଷ୍ଟାଫ୍ ମାନେ ବି ଥିଲେ। ତ ସେଥିପାଇଁ ମୁଁ ବି ମନେ ମନେ ଭାବିଲି ଭିଡ଼ିଓଟାକୁ ଗୋଟେ ରୂପରେଖ ଦେବା, ଆପଣମାନଙ୍କ ସମ୍ମୁଖରେ ଟିକେ ପହଞ୍ଚେଇବା ଆମର କାର୍ଯ୍ୟକଳାପ, ଆମର ଭୋଜି କେମିତି ହେଉଛି। ଦେଖ ଇଏ ବି ମଜା ଲାଗିବ, କାରଣ ସମସ୍ତେ ଏକାଠି ଅଛେ। ଆଜି ଆମ ସାଙ୍ଗରେ ଗୋଟେ ନୂଆ ଭାଇ ଜଏନିଂ କଲେ, ତାଙ୍କ ନାଁ ହେଲା ମୁକ୍ତି। ତାଙ୍କ ଭଦ୍ରକ, ସେ ଭଦ୍ରକ ଟେରିଟୋରି ପାଇଁ ସେ କାମ କରିବେ। ଯେହେତୁ ଆଜି ଅଗଜା ଗୋଟେ ରେପୁଟେଡ୍ କମ୍ପାନୀ, ସେ କମ୍ପାନୀ ପାଇଁ ଯେହେତୁ ଜଏନିଂ କରୁଛନ୍ତି, ତାଙ୍କୁ ସେଲିବ୍ରେସନ୍ କରିବା ପାଇଁ ଆମେ ଆଜି ଗୋଟେ କେକ୍ର ଆୟୋଜନ କରିଛୁ। ମୁକ୍ତି ଆଜି କେକ୍ କାଟିବେ, ସମସ୍ତଙ୍କୁ ଧନୁ ଟିକେ ଇଆଡ଼େ ଧନୁ ଫଟୋ ଉଠୁଛୁ ନା? ନିଶ୍ଚିତ। ଶ୍ରୀକାନ୍ତ ସାର୍ ପୁରା ସିଆଡ଼େ ମୁହଁଟା କାହିଁକି ଅନେଇଛନ୍ତି, ସେ ବ୍ୟାନରକୁ ଅନେଇଛନ୍ତି। ସମସ୍ତଙ୍କୁ ଦେଖାନ୍ତୁ, ଆପଣ ଟିକେ ଇଆଡ଼େ ଅନେଇବେ ନା ଆଉ।
ହଁ ଠିକ୍ ଅଛି ଇଆଡ଼େ ଟିକେ ବୁଲେଇଲ ହଁ ତମର ପଟା ଏଥର କମ୍ପ୍ଲେନ୍ ଏଥର କ'ଣ ରହିଲା? ସୁଜି ଆସ ଏଇଟା ଖୁସି ଜଷ୍ଟ ଖୁସି ମୋ ଭାଇ ହେଉଛି ସବୁଠୁ ମୋର ବଡ଼ ଦେଖ। ମୋ ଭାଇ ହେଉଛି ସବୁଠୁ ବଡ଼ ଦେଖ। କେଉଁଝର ଦେଖିଲି। ଇଏ ଏଥର କେଉଁଝରଟାକୁ ମୁଁ ତାଙ୍କୁ ନେଇ ବଢ଼ିଆ ହେଲା କେଉଁଝରଟା ପୁରା ମଡ଼େଇଲି ତାଙ୍କୁ। ମୋର ମାଇଲା ନଷ୍ଟ ହଉନି ନା ଗାଡ଼ି ଅଛି ନା ଜମା ମୋର ମାରେ। ବରଂ ସଞ୍ଜୁ ନିଅ ନେଇକି ଆଉଛୁ ତତେ ମୁଁ ତମେ କାଟିବି। ହଁ ହଁ ଏଇଟା ଖୁସି ଆଉ ନା ଖୁସି ସାର୍ ମୁହଁରେ ଗୋଟେ ମାନେ ବେକାର ଜିନିଷ ଏଇଟା ଭାଇ ଖାଅ ଖାଅ ଆସ ଆସ ଆଜ୍ଞା ଖାଅ ତମେ ଖାଅ ସରିଗଲା ନିଅ ହଁ ନିଅ 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 ଆଉ ଟିକେ ଖାଇଛ ଠିକ୍ ଅଛି ସେତିକି ଥାଉ ସେତିକି ଥାଉ ସେତିକି ଥାଉ ସେତିକି ଆଉ ହଁ ଭିଡ଼ିଓଟା କରେ ହଁ ଠିକ୍ ଅଛି ସାରଙ୍କୁ ଆଉ ଇଏ କେମିତି ହେଲା ଖାଇବୁନି ନା କ'ଣ ରୋଷେଇ ଭୋଜି ସରିଗଲା ପରେ କେହି ନାହାନ୍ତି ଦେଖ ଖାଲି ହାଣ୍ଡି କଢ଼ା ଦେଖାଯାଉଛନ୍ତି ଚେୟାର ଟେବୁଲ୍ ଦେଖାଯାଉଛନ୍ତି ଏ ପେକ୍ ପାକ୍ ହେବ ଯେ ଜାଗାକୁ ଯେ ଯିବେ ବୁଝିଲେ କି ଏ ଭାଇ ଜଣକ ମିଶାମିଶି କଲେ ଭଲ ଲାଗିଲା ଭୋଜି ସରିଗଲା ଏବେ ନିଜ ନିଜ ଘରକୁ ଯିବା ତେଣୁ ହାପି ନ୍ୟୁ ଇୟର୍ 2026 ଏ ବର୍ଷ ସମସ୍ତଙ୍କର ମଙ୍ଗଳ ହେଉ ସୁଖ ଶାନ୍ତିରେ କଟାନ୍ତୁ ସମସ୍ତେ ଭଲ ରୁହନ୍ତୁ ଭଲ ରୋଜଗାର କରନ୍ତୁ ନିଜ ଫ୍ୟାମିଲିକୁ ଦେଖନ୍ତୁ ଆଉ ସର୍ବଶେଷରେ ଜୟ ଜଗନ୍ନାଥ।